ବୋମାମାଡ଼ ଘଟଣାକୁ ଏବେ ବିତିଛି ଦୀର୍ଘ 28 ଦିନ। ତ ଏବେ ବି ଦୁର୍ବୃତ୍ତମାନେ ଖୋଲା ଆକାଶ ତଳେ ବୁଲୁଥିଲା ବେଳେ ପୋଲିସ ହାତ ରହିଛି ଖାଲି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଯାହା କଟକ ଜିଲ୍ଲାର ବାଙ୍କୀ ଥାନା ଅଧୀନରେ ରହିଥିବା ରତାଗଡ଼ ଗ୍ରାମ ପଞ୍ଚାୟତର ସହଙ୍ଗା ଗୋପାଳପୁର ଅଞ୍ଚଳରେ ଆଉ ଗୋଲକ ବିହାରୀ ଜେନାଙ୍କ ଘରକୁ। ତ ଗୋଲକ ବିହାରୀ ଜେନାଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ କରିଥିଲେ ଦୁର୍ବୃତ୍ତମାନେ। ତେବେ ଗୋଲକ ବିହାରୀ ଏହାରି ଭିତରେ ବାଙ୍କୀ ପୋଲିସ ଠାରୁ ଆରମ୍ଭ କରି କଟକ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି, କିନ୍ତୁ ତାଙ୍କୁ କୌଣସି ନ୍ୟାୟ ମିଳିନାହିଁ ବା ଯେଉଁମାନେ ବୋମାମାଡ଼ରେ ସମ୍ପୃକ୍ତ ରହିଥିଲେ ଦୁର୍ବୃତ୍ତମାନଙ୍କୁ ଅଦ୍ୟାବଧି ଗିରଫ କରାଯାଇପାରିଲା ନାହିଁ, ଯାହା ଅଭିଯୋଗ କରୁଛନ୍ତି ଗୋଲକ ବିହାରୀ ଜେନା। ଆମ ସହିତ ଗୋଲକ ବିହାରୀ ଜେନା ରହିଛନ୍ତି। ଆପଣଙ୍କୁ ଚର୍ଚ୍ଚା ନ୍ୟୁଜ୍କୁ ସ୍ୱାଗତ କରୁଛୁ। ଆଜ୍ଞା, ଯେତେବେଳେ ଆପଣଙ୍କ ଘରକୁ ବୋମାମାଡ଼ ହୋଇଥିଲା ସେତେବେଳର ସ୍ଥିତି କେମିତି ଥିଲା? ଆଜି ଯେତେବେଳେ ବୋମାମାଡ଼କୁ ବିତିଛି 28 ଦିନ, ଏବେ କିଭଳି ମନ ଭିତରେ ରହିଛି, କିଭଳି ନ୍ୟାୟ ଆପଣଙ୍କୁ ପୋଲିସ ପକ୍ଷରୁ ମିଳିଛି? ଆଜ୍ଞା, ଗତ ମାସ 6 ତାରିଖ ଦିନ ରାତି 12ଟା 40 ମିନିଟରେ ଆମ ଘରକୁ 3ଟା ବମ୍ ମାଡ଼ କରାଯାଇଥିଲା। ସେହି ସମୟରେ ମୁଁ ବାଙ୍କୀ ଥାନାରେ ଏଫଆଇଆର୍ କରିଥିଲି। ବାଙ୍କୀ ଥାନାରେ ଏଫଆଇଆର୍ କରିଥିଲି ଏବଂ ଏସ୍ପିକି ଜଣାଇଥିଲି। ସମସ୍ତଙ୍କୁ ଜଣାଇବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଆସାମୀକି ଧରିନାହାନ୍ତି। ଆସାମୀମାନେ ଏହି ଲୋକାଲରେ ମୁକ୍ତ ଆକାଶ ତଳେ ବୁଲୁଛନ୍ତି। କିନ୍ତୁ ମୁଁ ବାରମ୍ବାର ଆଇଆଇସି ମହାଶୟଙ୍କୁ କହୁଛି, ଫାଣ୍ଡି ବାବୁଙ୍କୁ କହୁଛି, ଆମର କେସ୍ରେ ଯିଏ ଆଇ ଅଛନ୍ତି ତାଙ୍କୁ ଫୋନ୍ କରିକି ଜଣାଉଛି, ସେମାନେ କୌଣସି ପଦକ୍ଷେପ ନେଉନାହାନ୍ତି। କିନ୍ତୁ ସେମାନେ କହୁଛନ୍ତି ଯେ ମୁଁ ତାଙ୍କୁ ଧରିବୁ, ଆଜି ଧରିବୁ, କାଲି ଧରିବୁ, ରେଡ୍ କରିବୁ, ଏହିଭଳି କରି ଗଢ଼ିଛନ୍ତି। ଆଜ୍ଞା, ସେହି ସମୟର ଘଟଣା ଆମର ହୃଦୟ ବିଦାରକ ଘଟଣା। ଆମର ପରିବାରମାନେ ସମସ୍ତେ ବର୍ତ୍ତମାନ ସୁଦ୍ଧା ଭୟଭୀତ ଅବସ୍ଥାରେ ଅଛୁ। ବର୍ତ୍ତମାନ ମୁଁ ଜଣେ ବେପାରୀ ଲୋକ, ମୁଁ ବର୍ତ୍ତମାନ ଘରୁ ପଦାକୁ ବାହାରି ପାରୁନାହିଁ। ଦୁର୍ବୃତ୍ତମାନେ ଯେହେତୁ ପଦାରେ ବୁଲୁଛନ୍ତି, ମୋ ଜୀବନ ପ୍ରତି ବିପଦ ଅଛି। ତେଣୁ ଆଜ୍ଞା କୁଆଡ଼େ ଯାଇପାରୁନାହିଁ କି ମୋ କାର୍ଯ୍ୟକ୍ରମ ବନ୍ଦ। ମୁଁ ଚାଷୀ ଲୋକ, ଚାଷୀ କାମ ବି କରିପାରୁନାହିଁ। ସେମାନେ ମୋତେ ଡରେଇ ଧମକେଇକି ରଖିଛନ୍ତି। ବରଂ ବାରମ୍ବାର ମେସେଜ୍ କରୁଛନ୍ତି ଯେ ତୁମେ ଆସିଲେ, ଘୋଳପୁର ଆସିଲେ କି ସମ୍ପଡ଼ା ଆସିଲେ ତୁମକୁ ମାରିକି ପୋତିଦେବୁ। ଏହି ଟାଇପ୍ର ପ୍ରତିକ୍ରିୟା ମଧ୍ୟ ଆମେ ଆପଣଙ୍କୁ ଶୁଣୁଛୁ। ଆପଣ ମଧ୍ୟ ପ୍ରତିକ୍ରିୟା ରଖୁଥିଲେ। ଗୋଟେ ପଟେ ଆପଣଙ୍କ ଘରକୁ ବୋମାମାଡ଼ ହେଲା, ଗୋଟେ ନୁହେଁ, ଦୁଇଟା ନୁହେଁ, 3ଟା ବୋମାମାଡ଼ ହେଲା। ଅନ୍ୟପଟେ ଆପଣ ଭୟ ଭିତରେ ରହିଛନ୍ତି। ଏବେ ବି ଘର ଭିତରୁ ବାହାରକୁ ବାହାରୁନାହାନ୍ତି, କାହିଁକିନା ଆପଣଙ୍କୁ ଭୟ ରହିଛି। ଦୁର୍ବୃତ୍ତମାନେ ଏବେ ବି ଖୋଲା ଆକାଶ ତଳେ ବୁଲୁଛନ୍ତି। ପୋଲିସ ପାଖକୁ ଯାଉଛନ୍ତି, ଏସ୍ପିଙ୍କ ପାଖକୁ ଯାଇଛନ୍ତି। ତ ଆପଣଙ୍କୁ ସେମାନେ ପ୍ରତିଶ୍ରୁତି କ'ଣ ଦେଉଛନ୍ତି? ପ୍ରତିଶ୍ରୁତି ଦେଉଛନ୍ତି ଧରିବା ପାଇଁ, ଆରେଷ୍ଟ କରିବା ପାଇଁ, କିନ୍ତୁ କୌଣସି ପ୍ରକାର ଏପର୍ଯ୍ୟନ୍ତ ଫଳପ୍ରଦ ହେଉନାହିଁ। କିନ୍ତୁ ଆମେ ବାହାରୁ ଶୁଣିବାକୁ ପାଉଛୁ ଯେ ସେମାନେ ବାହାରେ ବୁଲୁଛନ୍ତି, ଖୋଲା ଭାବରେ ବୁଲୁଛନ୍ତି, କିନ୍ତୁ ପୋଲିସ ତାର କିଛି ତଦନ୍ତ କରିବାର ନାହିଁ କି କୌଣସି ଆକ୍ସନ୍ ନେବାର ନାହିଁ। ତ ପୋଲିସ ତଦନ୍ତ କେତେ ତାର ପ୍ରକ୍ରିୟା ଯାଇଛି, ଅନ୍ୟପଟେ କେତେ ଦୂର ଆକ୍ସନ୍ ନେଇଛି ତାହା ତ ସ୍ପଷ୍ଟ ଜଳ କରି ଦିଶୁଛି। ଯେତେବେଳେ ଆଜି ଘଟଣାକୁ ବିତି ସାରିଛି 28 ଦିନ, ଏହା ଭିତରେ ଯେଉଁ ଦୁର୍ବୃତ୍ତମାନେ 3ଟି ବୋମା ମାଡ଼ କରିଥିଲେ ଏଠି ତାଙ୍କ ଘରକୁ, କିନ୍ତୁ ଅଦ୍ୟାବଧି ଜଣେ ବି କେହି ଗିରଫ ହୋଇନାହାନ୍ତି। ଏ ସବୁଠୁ ବଡ଼ ଦୁଃଖ। ଆଉ ଅନ୍ୟପଟେ ଯଦି ଆମେ କହିବା, ଯେତେବେଳେ ଆପଣ ପରିବାର ଧରିକି ରହିଛନ୍ତି, ଏଠି କେତେ ସୁରକ୍ଷିତ ରହିଛନ୍ତି, ଏବେ ବି ପୋଲିସ ଠାରୁ କିଭଳି ଆଶା ରଖିଛନ୍ତି, କେଉଁଭଳି ନ୍ୟାୟ ଆଶା ରଖିଛନ୍ତି? ତ ଆଗକୁ ଆପଣଙ୍କର ପୋଲିସ ଠାରୁ ଯେଉଁ ଆଶା ରହିଛି, ଯଦି ପୋଲିସ ସେଇ ଢଙ୍ଗରେ ଆପଣଙ୍କୁ ସହଯୋଗ ବା ସହାୟତାର ହାତ ନ ବଢ଼ାଏ, ଆଗକୁ କ'ଣ ପଦକ୍ଷେପ ରହିବ? ଦେଖନ୍ତୁ, ଆମର ପୋଲିସଙ୍କ ଉପରେ ଯଥେଷ୍ଟ ଭରସା ଅଛି, କିନ୍ତୁ ସେମାନେ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି। ଯଦି ଏଭଳି ପରିସ୍ଥିତି ସେମାନେ ଆରେଷ୍ଟ ନ କରନ୍ତି ଆସାମୀକି, ଆମେ ଆଗାମୀ ଦିନରେ ଏସ୍ପି ଅଫିସ ଘେରାଉ କରିବୁ କିମ୍ବା ଡିଏସ୍ପି ଅଫିସ ଘେରାଉ କରିବୁ। ମୋ ପରିବାର ସହ ନେଇକି ଆମେ ସମସ୍ତେ ଘେରାଉ କରିବୁ। ଯେହେତୁ ଆମେ ବର୍ତ୍ତମାନ ପରିବାରର ସମସ୍ତ ବ୍ୟକ୍ତି ଭୟଭୀତ ଅବସ୍ଥାରେ ଅଛୁ, ପଦାକୁ କୁଆଡ଼େ ଯାଇପାରୁନାହୁଁ, ତେଣୁ ଆମେ ନିଶ୍ଚିତ ଭାବରେ ବାଙ୍କୀ ଥାନା ଘେରାଉ କରିବୁ। ଆଚ୍ଛା, ଆଉ ଗୋଟିଏ ମୋ ମନରେ ମଧ୍ୟ ଗୋଟେ ପ୍ରଶ୍ନ ଉଙ୍କି ମାରୁଛି। ଆପଣଙ୍କ ଘରକୁ ସ୍ପେସିଫିକ୍ ବୋମାମାଡ଼ ହେଲା, ଗାଁରେ ଆପଣଙ୍କ ଘରକୁ ବୋମାମାଡ଼ ହେଲା, ତ ମୁଖ୍ୟତଃ ଏଇ ଯେଉଁ ବୋମାମାଡ଼ ଏଇ ଉଦ୍ଦେଶ୍ୟ କ'ଣ ଥିଲା? ରାଜନୈତିକ ଉଦ୍ଦେଶ୍ୟ ରହିଥିଲା ନା କାହିଁ ସାଧାରଣତଃ ଗାଁ ଗହଳିର ଯେଉଁ ଗଣ୍ଡଗୋଳ ଥାଏ, ଜମିବାଡ଼ି ବିବାଦ, ବିଭିନ୍ନ ବିବାଦକୁ ନେଇ ତ ଏଭଳି ବିବାଦ ଥିଲା? ଆଜ୍ଞା, ଗତ ଏପ୍ରିଲ ମାସରେ ମୋର ସାନ ଭାଇକୁ କିଛି ଦୁର୍ବୃତ୍ତ ଉଠାଇ ନେଇ ବାଡ଼ାମରା କରିଥିଲେ। ତାଙ୍କୁ ମୁଁ କାହିଁ ନେଇ ବାଙ୍କୀ ଥାନାରେ ଏଫଆଇଆର୍ କଲି ବୋଲି ସେହି ରାଗ ରଖି ସେମାନେ ମୋ ଉପରେ ବୋମାମାଡ଼ କରିଛନ୍ତି। ଏବଂ ସେ ଯେଉଁ ଆସାମୀ ବର୍ତ୍ତମାନ ସୁଦ୍ଧା ବାହାରେ ବୁଲୁଛି, ତାକୁ ବର୍ତ୍ତମାନ ସୁଦ୍ଧା ପୋଲିସ କିଛି ଆରେଷ୍ଟ କରୁନାହାନ୍ତି। ଜଣେ ଆସାମୀ ଜାମିନରେ ଆସି ସେ ମଧ୍ୟ ସବୁପ୍ରକାର ସୁବିଧା ସୁଯୋଗ ସେମାନଙ୍କୁ ଦେଉଛି। ଏହି ପରିସ୍ଥିତିରେ ବର୍ତ୍ତମାନ ଆମେ ଅଛୁ। ଆଉ ଆଚ୍ଛା, ଗୋଟେ ପଟେ ମୋର ପ୍ରଶ୍ନ ଯାହା ଥିଲା, ଆପଣ ତା ଉତ୍ତର ବି ରଖିପାରିଲେନି ଠିକ୍ରେ। ପ୍ରଶ୍ନ ଥିଲା, ଏଇ ଯେଉଁ ବୋମାମାଡ଼ ଥିଲା, ଏ ବାସ୍ତବିକ ରାଜନୈତିକ ବୋମାମାଡ଼ ଥିଲା ନା ନାହିଁ, ଅନ୍ୟାନ୍ୟ କୌଣସି ପାରିବାରିକ କଳହ ଥିଲା? ଅନ୍ୟାନ୍ୟ ପାରିପାର୍ଶ୍ୱିକ କଳହ ଥିଲା। ରାଜନୈତିକ କାରଣ କିଛି ଅଂଶରେ ଅଛି,
କିନ୍ତୁ ଘରୋଇ କଳହ ବେଶୀ। ଗୋଟେ ବାଉଁଶ ବୁଦାକୁ କେନ୍ଦ୍ର କରି ଯେଉଁ ଘଟଣା ଘଟିଥିଲା ସେଇଟା ହେଉଛି ପ୍ରଥମ କାରଣ। ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ ବାଉଁଶ ବୁଦାକୁ କେନ୍ଦ୍ର କରି ପାରିବାରିକ କଳହରୁ ପରବର୍ତ୍ତୀ ସମୟରେ ଏହା ନେଇଥିଲା ଉଗ୍ର ରୂପ। ତାପରେ ହୋଇଥିଲା ତିନିଟି ଗୋଲକ ବିହାରୀଙ୍କ ଜେନାଙ୍କ ଘରକୁ ବୋମା ମାଡ଼। ତ ତିନିଟି ବୋମା ମାଡ଼ରେ ଏବେ ପରିବାର ଲୋକେ ଯେତେବେଳେ ସମ୍ପୂର୍ଣ୍ଣ ଛାନିଆ ରହିଛନ୍ତି, ପୋଲିସର ଦ୍ୱାରସ୍ଥ ହୋଇଛନ୍ତି, ପୋଲିସଠୁ ନ୍ୟାୟର ମଧ୍ୟ ଆଶା ରଖିଛନ୍ତି। ଆମେ ମଧ୍ୟ ପୋଲିସଠାରୁ ଆଶା ରଖୁଛୁ ଏଇ ଗୋଲକଙ୍କ ପରିବାରକୁ ନ୍ୟାୟ ମିଳୁ। ଯେତେବେଳେ ନ୍ୟାୟ ପୋଲିସଠୁ ସେମାନେ ଆଶା ରଖିଛନ୍ତି, ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି, ତିନିଟି ବୋମା ତାଙ୍କ ଘରକୁ ମାଡ଼ ହୋଇଥିଲା, ଏବେ ଘରୁ ନିଜକୁ ବାହାରିବା ସୁରକ୍ଷିତ ମନେ କରୁନାହାନ୍ତି। କେଉଁଠି ନା କେଉଁଠି ଆଗାମୀ ଦିନରେ ଯଦି ପୋଲିସ ପକ୍ଷରୁ ତାଙ୍କୁ ନ୍ୟାୟ ନ ମିଳେ ନିଶ୍ଚିନ୍ତ ଏମାନେ ପୋଲିସର ଯେଉଁ ମୁଖ୍ୟ କାର୍ଯ୍ୟାଳୟ ରହିଛି ଘେରାଉ କରିବେ ବୋଲି ରୋକଠୋକ୍ ଗୋଲକ ଦେଇଛନ୍ତି ଆଜି ଚେତାବନୀ। କଟକ ଜିଲ୍ଲା ବାଙ୍କୀ ସହଙ୍ଗା ଗୋପାଳପୁର ଅଞ୍ଚଳରୁ ମନୋଜ କୁମାର ଦଳେଇ, ଚର୍ଚ୍ଚା ନ୍ୟୁଜ୍।